ଥରେ ମୁଁ ଗୋଟିଏ ରାସ୍ତାରେ ମୋ ଗାଡ଼ି ଚଳାଇ ଯାଉଥିଲି, ଯେଉଁ ରାସ୍ତାଟି ପ୍ରାୟ କ୍ୱଚିତ ବ୍ୟବହୃତ ହେଉଥିଲା। ଯାଉ ଯାଉ ମୋର ମୋଟର ଗାଡ଼ିଟି ଧିମେଇବାକୁ ଲାଗିଲା। ଆଉ କିଛି ସମୟ ଇଞ୍ଜିନ୍ ଧକ୍କା ମାରିଲା ଏବଂ ତାପରେ ଇଞ୍ଜିନ୍ଟା ପୁରାପୁରି ବନ୍ଦ ହୋଇଗଲା। ମୁଁ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଲି, କାରଣ ସେହି ସମୟରେ ମୋ ପାଖରେ ଥିଲା ମାତ୍ର ଗୋଟିଏ ସ୍କ୍ରୁଡ୍ରାଇଭର ଏବଂ 2ଟି ପ୍ଲାୟର। ସେଠାରୁ ଗାଡ଼ି ମରାମତି କାରଖାନା ଥିଲା ଅନେକ ଦୂରରେ। ସେଥିରେ ପୁଣି ମୋଟର ଗାଡ଼ିର ଇଞ୍ଜିନ୍ ସମ୍ପର୍କରେ ମୋର ମଧ୍ୟ ତିଳେ ମାତ୍ର ଧାରଣା ନଥିଲା। କ'ଣ କରିବି? ମୁଁ ଯାଇ ଇଞ୍ଜିନ୍ର ସମ୍ମୁଖ ହୁଡ଼୍ଟିକୁ ଟେକିଦେଲି ଏବଂ ଚାରିଆଡ଼କୁ ଥରେ ନଜର ପକାଇଦେଲି। ମୋର ମନେ ହେଲା ଯେମିତି ସବୁକିଛି ତ ଠିକ୍ଠାକ୍ ଅଛି। ଆଉ ସୌଭାଗ୍ୟକ୍ରମେ ମୋର ଜଣେ ବନ୍ଧୁ ମଧ୍ୟ ସେହି ସମୟରେ ସେଠାରେ ଆସି ପହଞ୍ଚିଲେ। ସେ ଆସି କାର୍ବୋରେଟର ପରୀକ୍ଷା କରି ଦେଖିଲେ, ଆଉ ପୁଣି ତା ନିକଟରେ ଥିବା ବୈଦ୍ୟୁତିକ ତାର ସବୁ ଟିକିନିକି ପରୀକ୍ଷା କରି କହିଲେ, ଆରେ 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 ଏଥିରେ ତ ମୋଟରରୁ ସ୍ପାର୍କ ହେଉନି। ତାପରେ ସେ ଦେଖିଲେ ଯେ ଗୋଟେ ତାର ଢିଲା ହୋଇଯାଇଛି, କାରଣ ତା ପାଖରେ ଲାଗିଥିବା ଗୋଟିଏ ଛୋଟିଆ ପେଚ ଢିଲା ହୋଇଯାଇଛି। ଆଉ ସେଇଥିପାଇଁ ଗାଡ଼ିଟି ହଠାତ୍ ମଝିରୁ ବନ୍ଦ ହୋଇଗଲା। କ୍ଷୁଦ୍ର ଗୋଟିଏ ପେଚ ଢିଲା ହୋଇଯିବାରୁ ତାହା ଗାଡ଼ିର ଚାଳନାକୁ ବନ୍ଦ କରିଦେଲା। ପ୍ରିୟ ବନ୍ଧୁଗଣ, ଆପଣଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଯଦି ବିଫଳ ହୁଏ, ତେବେ ଶରୀରର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୁଏ। ମନେ କରନ୍ତୁ, ଆପଣ ଯଦି ଅର୍ଥ ଦାନ କରିବାରେ ବିଫଳ ହୁଅନ୍ତି, ତାହେଲେ ଆପଣଙ୍କର ଅନ୍ୟାନ୍ୟ ସମସ୍ତ କାର୍ଯ୍ୟରେ ବାଧା ଆସିବ, ବ୍ୟୟବରାଦ କମିଯିବ। ଆପଣଙ୍କ ପାଇଁ ଯେଉଁ କ୍ଷୁଦ୍ର ଅଂଶ ଉଦ୍ଦିଷ୍ଟ ରହିଛି ତାହା ଅବହେଳିତ ହେଲେ ଫଳସ୍ୱରୂପେ ବଡ଼ ବଡ଼ ସମସ୍ୟା ଉପୁଜିପାରେ। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କର ବାକ୍ୟ କହେ, ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ତେଣୁ ବିଶ୍ୱାସେ କରିଛି ଆତ୍ମସମର୍ପଣ, ଦେହ ମନ ସବୁ କରିଛି ଅର୍ପଣ, ରଖିବେ ଆବରି ଏହି ମୋର ଆଶା, ସେଇ ମୋର ବିଭୁ, ସେଇ ମୋ ଭରସା। ଏକ କ୍ଷୁଦ୍ର କାର୍ଯ୍ୟରେ ମଧ୍ୟ ବିଶ୍ୱସ୍ତତା ଅତ୍ୟନ୍ତ ମହାନ ଅଟେ।